ଯୋହନ ଲିଖିତ ସୁସମାଚାର ତାହାର 15 ପର୍ବ 4 ପଦ। ଯୋହନ 15 ପର୍ବ ତାହାର 4 ପଦ। ମୋ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କ ଠାରେ ରହିବି। ଶାଖା ଯେପରି ଦ୍ରାକ୍ଷା ଲତାରେ ନ ରହିଲେ ନିଜରୁ ଫଳ ଫଳିପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ ଠାରେ ନ ରହିଲେ ଫଳ ଫଳିପାର ନାହିଁ। ଆମେନ୍। ପ୍ରଭୁଙ୍କର ଏହି ପବିତ୍ର ଜୀବନ୍ତ ବାକ୍ୟର ସକଳ ଆଶୀର୍ବାଦ ଅନୁଗ୍ରହ ଦୟା ଅନଲାଇନ ମାଧ୍ୟମରେ ରହିଥିବା ଈଶ୍ୱରଙ୍କର ଦାସ ଦାସୀଙ୍କ ପ୍ରତି ଈଶ୍ୱର ସଦା ସର୍ବଦା ଦାନ କରନ୍ତୁ। ଜଗତରେ ଅନେକ ଧର୍ମ ଅଛି, ଅନେକ ଜାତି ଅଛି, ଅନେକ ବର୍ଣ୍ଣ ନିର୍ବିଶେଷରେ ଆମେ ମାନେ ସବୁ ବାସ କରୁଛୁ। ପ୍ରତ୍ୟେକ ଧର୍ମ ମଧ୍ୟରେ ବି ଈଶ୍ୱରଙ୍କର ଧର୍ମଶାସ୍ତ୍ର ରହିଛି, କିନ୍ତୁ ଅନେକ ଧର୍ମ ଜାତି ନିର୍ବିଶେଷରେ ପ୍ରତ୍ୟେକ ଲୋକ ସେମାନଙ୍କର ଭରସା, ସେମାନଙ୍କର ବିଶ୍ୱାସ ବିଶେଷ କରି ସେମାନଙ୍କର ନୈତିକତା ଉପରେ ଅଛି। ଦ ଷ୍ଟେ ଇନ୍ ମୋରାଲିଟି ବୋଲି କୁହାଯାଏ। ପ୍ରତ୍ୟେକ ଧର୍ମର ଲୋକମାନେ ଯଦି ଦେଖିବେ ସେମାନଙ୍କର ଡିପେଣ୍ଡେନ୍ସ, ସେମାନଙ୍କର ଫେଥ୍, ସେମାନଙ୍କର ଯୋଉ ଭରସା, ଟ୍ରଷ୍ଟ ନଟ୍ ଇନ୍ ଗଡ୍ ବଟ୍ ଟ୍ରଷ୍ଟ ଅନ୍ ଦି ମୋରାଲିଟି, ସେମାନେ ଗୋଟେ ନୈତିକତା ଉପରେ ସେମାନେ ନିର୍ଭର କରି ବଞ୍ଚନ୍ତି। କିନ୍ତୁ the Christian faith is not merely imitating of Christ. କେବଳ ଯେ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ ଖ୍ରୀଷ୍ଟଙ୍କ ଠାରେ ଅନୁଗମନ କରିବା ତାହା କେବଳ ନୁହେଁ। ଖ୍ରୀଷ୍ଟଙ୍କର ଅନୁଗମନ କରିବା ଯେ ଖ୍ରୀଷ୍ଟିଆନ ଫେଥ୍ ତାହା କେବଳ ନୁହେଁ, କି ଖ୍ରୀଷ୍ଟଙ୍କର ନିମନ୍ତେ ଆମେ ସେବା କରିବା ତାହା ହିଁ ଖ୍ରୀଷ୍ଟିଆନ ବିଶ୍ୱାସ ନୁହେଁ। କିନ୍ତୁ ଖ୍ରୀଷ୍ଟିଆନ ଯୋଉ ଫେଥ୍ ଅଛି ବା ଖ୍ରୀଷ୍ଟିଆନ ଯୋଉ ହାର୍ଟ ଅଛି, ଏଟା ହଉଛି, ମୁଁ ଇଂଲିଶରେ ପଢିଦିଏ, Christianity is participation in the life of Christ through the spiritual union with ଲେଖାଯାଏ। ତାର ଅର୍ଥ ହେଉଛି ଯେ ଖ୍ରୀଷ୍ଟିଆନର ଯୋଉ ହୃଦୟ ହେଉଛି ଖ୍ରୀଷ୍ଟଙ୍କର ସହିତ ଖ୍ରୀଷ୍ଟଙ୍କ ଜୀବନ ମଧ୍ୟରେ ଅଂଶଗ୍ରହଣ କରିବା, ମାନେ ଖ୍ରୀଷ୍ଟଙ୍କର ସହିତ ମିଶି ଖ୍ରୀଷ୍ଟଙ୍କର ସହିତ ରହିକି ଆମେ ଜୀବନ ଯାପନ କରିବା। ତେଣୁ ଆଜିର ଯୋଉ ଶାସ୍ତ୍ରାଂଶର ଯୋଉ ଲେଖାଯାଏ ପବିତ୍ର ବାକ୍ୟରେ, ମୋ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କ ଠାରେ ରହିବି। ମୋର ସଂକ୍ଷିପ୍ତ ମୋର ପ୍ରସଙ୍ଗ ହେଉଛି ଏବାଇଡ୍ ଇନ୍ ହିମ୍, ଖ୍ରୀଷ୍ଟଙ୍କ ସହିତ ରହିବା। ଆଜିର ମୋର ଟପିକ ହେଉଛି ଖ୍ରୀଷ୍ଟଙ୍କର ସହିତ ରହିବା। ତେବେ ପ୍ରିୟ ମଣ୍ଡଳୀ, ଯୀଶୁଖ୍ରୀଷ୍ଟ ଆଜିର ଯୋଉ ଶାସ୍ତ୍ରାଂଶ ଯୋହନ 15 ପର୍ବ ଯଦି ଆମେ ଦେଖୁ, ସେଠି ଯୀଶୁ ଦୁଇଟି ଇମେଜରୀ ବିଷୟରେ ସେ କହନ୍ତି। ପ୍ରଥମ ଇମେଜରୀ ହେଉଛି ଦ୍ରାକ୍ଷାଲତା ଏବଂ ଦ୍ୱିତୀୟ ବିଷୟ ହେଉଛି ଶାଖା। ସେ କହନ୍ତି ଯେ ଦ୍ରାକ୍ଷା ଲତାରେ ଯଦି ଶାଖା ଯଦି ନ ରହେ, ସଂଯୁକ୍ତ ହୋଇ ନ ରହେ, ତେବେ ସେ ଫଳ ଫଳିପାରେ ନାହିଁ ବୋଲି ସେ କହନ୍ତି। ଦ୍ରାକ୍ଷାଲତା ଶାଖା ଠାରୁ ଅବିଚ୍ଛିନ୍ନ ଅଟେ, ନାଇଁ କି? ଶାଖା ଦ୍ରାକ୍ଷାଲତାରୁ ଅଲଗା ହେଲେ ତାର ଅସ୍ତିତ୍ବ କିଛି ନାହିଁ। ଯଦି ଗୋଟେ ଗଛ ଅଛି, ସେଠି ଯଦି ଡାଳ ତାକୁ ଯଦି କୋଟି ଦିଆଯାଏ, କାଟି ଦିଆଯାଏ, ତେବେ ତାର କିଛି ଅସ୍ତିତ୍ବ ଆକା ନାହିଁ, ତାର ମୂଲ୍ୟ କିଛି ନାହିଁ ସେ ଶାଖାର। ଠିକ ସେଇପରି ମଧ୍ୟ ଯେଉଁମାନେ ଖ୍ରୀଷ୍ଟଙ୍କର ସହିତ ନ ରହନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କର ବିହୁନେ ଜୀବନ ଯାପନ କରନ୍ତି, ତାଙ୍କରି ପରିଚୟ ହିଁ ଜଗତରେ କିଛି ନାହିଁ। ଯେଉଁମାନେ ଖ୍ରୀଷ୍ଟଙ୍କର ବିହୁନେ ଜୀବନ ଯାପନ କରନ୍ତି, ତାଙ୍କର ଜୀବନର କୌଣସି ମୂଲ୍ୟ ନାହିଁ, ଅର୍ଥ ବିହୀନ ଜୀବନ ସେମାନଙ୍କର। ପ୍ରିୟ ମଣ୍ଡଳୀ, ଯଦି ଆମେ ଦେଖୁ ଏବାଇଡ୍ ଇନ୍ ହିମ୍, ରହିବାର ଅର୍ଥ କଣ ଅଟେ? ଗ୍ରୀକରେ ତାହାକୁ ମେନୋ ବୋଲି କହନ୍ତି। ଗ୍ରୀକ ପଦ ଶବ୍ଦକୁ ମେନୋ ବୋଲି କହନ୍ତି। ଏ ମେନୋର ଅର୍ଥ ରିମେନ୍, ଷ୍ଟେ ବା ଷ୍ଟେ କଣ୍ଟିନ୍ୟୁଅଲି,
ଏ ମେନର ଅର୍ଥ ରହିବାର ଅର୍ଥ, ଖ୍ରୀଷ୍ଟଙ୍କ ସହିତ ରହିବାର ଯୋଉ ଗ୍ରୀକ ଅର୍ଥ ହେଉଛି ଯେ ଟୁ ରିମେନ୍ ଅର ଷ୍ଟେ କଣ୍ଟିନ୍ୟୁଅଲି, ମାନେ ପ୍ରଭୁଙ୍କ ସହିତ ଖ୍ରୀଷ୍ଟଙ୍କର ସହିତ ଗୋଟିଏ ଦିନ କି 2 ଦିନ ରହିବା ନୁହେଁ, ଇଟ୍ ଇଜ ଏ ଅବିରତ କଣ୍ଟିନ୍ୟୁଅଲି, ସବୁଦିନ ଖ୍ରୀଷ୍ଟଙ୍କର ସହିତ ରହିବା ପୁଣି ମେନର ଅର୍ଥ। ମେନର ଅର୍ଥ ଦ୍ୱିତୀୟରେ କଣ କୁହାଯାଏ? ଡ୍ୱେଲିଂ ଇନ୍ ଖ୍ରାଇଷ୍ଟ, ମାନେ କେବଳ ରହିବାର ଅର୍ଥ ରହିବାଟା ନୁହେଁ, ପୁଣି ତାର ଅର୍ଥ ପୁଣି ବାସ କରିବା, ଖ୍ରୀଷ୍ଟଙ୍କ ସହିତ ବାସ କରିବା ମେନର ଅର୍ଥ। ମେନର ଅର୍ଥ ତାହା ହେଉଛି ପୁଣି ଯେ ଟୁ ଲିଭ୍ ଇନ୍ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କର ସହିତ ଜୀବନ ଯାପନ କରିବା। ପୁଣି এই ରହିବାର ଅର୍ଥ, ମେନର ଅର୍ଥ ଟୁ ମେଣ୍ଟେନ୍ ଅନବ୍ରେକେବଲ୍ ଫେଲୋସିପ୍, ଯୋଉଟା କି ଯୋଉ ଫେଲୋସିପ୍ କି କେହି ମଧ୍ୟ ଭାଙ୍ଗି ପାରେ ନାହିଁ, ତାହାର ଅର୍ଥ ପୁଣି ମେନୋ। ଆମେ ଖ୍ରୀଷ୍ଟଙ୍କର ସହିତ ରହିବା। ମୁଁ କେତୋଟି ବିଷୟ ଆପଣ ମାନଙ୍କୁ କହିଲି, ରହିବାର ଅର୍ଥ ଗୋଟିଏ ଦିନ ନାହିଁ, ପୁଣି ଇଟ୍ ଇଜ ଏ କଣ୍ଟିନ୍ୟୁଅଲି ପ୍ରୋସେସ। ଦ୍ୱିତୀୟ ବିଷୟ କହିଲି, ରହିବାର ଅର୍ଥ ଇଟ୍ ଇଜ ଏ ଡ୍ୱେଲିଂ, ଈଶ୍ୱରଙ୍କର ସହିତ ବାସ କରିବା। ଗୋଟେ ପରିବାର ଯେପରି ନିଜର ପିତା ମାତା ପୁଅ ଝିଅ ପ୍ରତ୍ୟେକଙ୍କ ସହିତ ଜୀବନର ଶେଷ ପର୍ଯ୍ୟନ୍ତ ବାସ କରିବେ, ତାହାର ଅର୍ଥ। ଏବଂ ରହିବାର ଅର୍ଥ ପୁଣି ଟୁ ଲିଭ୍ ଇନ୍ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କ ସହିତ ବଞ୍ଚିବା। ପୁଣି ମଧ୍ୟ ଶେଷରେ କୁହାଯାଏ ଟୁ ମେଣ୍ଟେନ୍ ବ୍ରୋକେନ୍ ଫେଲୋସିପ୍, ମାନେ ଅତୁଟ ସହଭାଗିତା। ରହିବାର ଅର୍ଥ ଅତୁଟ ସହଭାଗିତା। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଏଠି ଈଶ୍ୱର ବହୁତ ସୁନ୍ଦର ଜିନିଷ କହନ୍ତି। ଯୀଶୁ ଖ୍ରୀଷ୍ଟ ସେ କହନ୍ତି ଯେ ମୋ ଠାରେ ରୁହ ବୋଲି ସେ କହନ୍ତି। ଦିସ୍ ଜିସସ୍ ଇଜ ନଟ୍ ସ୍ପିକିଂ ଆବାଉଟ୍ ଅକେଜନାଲ ଡିଭୋସନ, ମାନେ ଅନେକ ସମୟରେ ଆମେ କଣ ମାନେ ମାନେ ସବୁଦିନ ରହିବା ବିଷୟ ନୁହେଁ, ମାନେ ଆମେ ଚିନ୍ତା କରି ନଥାଉ। ମାନେ ମୁଁ କଣ କହିବାକୁ ଚାହୁଁଛି ଯେ ଯୀଶୁ ଏଠି କହୁଛନ୍ତି ଯେ ମୋ ଠାରେ ରୁହ, ତାର ଅର୍ଥ ନୁହେଁ ଯେ ଅକେଜନାଲି ଡିଭୋସନ। କେବେ କେବେ ଆମେ ସପ୍ତାହକୁ ଗୋଟେ ଥର ଆମେ ଖ୍ରୀଷ୍ଟଙ୍କର ସହିତ ରହିବା, କି ଖ୍ରୀଷ୍ଟଙ୍କ ସହିତ ବାସ କରିବା, ଖ୍ରୀଷ୍ଟଙ୍କ ସହିତ ବଞ୍ଚିବା, ଆଉ ଖ୍ରୀଷ୍ଟଙ୍କର ସହଭାଗିତାରେ ରହିବା, ସେ କଥା ଯୀଶୁ କହୁନାହାନ୍ତି ଏଠାରେ। occasional devotion, ଆମେ ଅନେକ ସମୟରେ ରବିବାର ଦିନ ଆକା ମାନେ ସଣ୍ଡେ ପ୍ରେୟର ଯାଉ, ଆଉ ସେଇ ଦିନ ଆକା ଆମର ଭୟ ଭକ୍ତି ବଢି ଯାଇଥାଏ। ସେମିତି ନାହିଁ, ସେଟା ଗୋଟେ ଟେମ୍ପୋରାରୀ ରିଲିଜିୟସ୍ ଆକ୍ଟିଭିଟି ବିଷୟରେ ଈଶ୍ୱର କହୁନାହାନ୍ତି। ଗୋଟେ ଟେମ୍ପୋରାରୀ ଗୋଟେ ଧର୍ମୀୟ ରୀତି ନୀତି ଅଛି, ଆଉ ସେଥିପାଇଁ ଆମେ ମାନେ ଗୋଟେ ସହଭାଗିତାରେ ରହିବା, ସେଇ ବିଷୟ ବି ଖ୍ରୀଷ୍ଟ କହୁନାହାନ୍ତି। ପୁଣି କିନ୍ତୁ ସେ କଣ କହୁଛନ୍ତି? he is speaking about continually dependency on Christ. ଆମେ ରହିବାର ଅର୍ଥ ପୁଣି ଯେ ଖ୍ରୀଷ୍ଟଙ୍କର ସହିତ ଅବିରତ ଭରସା କରି ଆମେ ଖ୍ରୀଷ୍ଟୀୟ ଜୀବନ ଯାପନ କରିବା। the ongoing communion ବୋଲି କୁହାଯାଏ, ମାନେ ongoing communion ମାନେ ଗୋଟେ ସହଭାଗିତାରେ ଜୀବନ ଯାପନ କରିବା ଖ୍ରୀଷ୍ଟଙ୍କ ସହିତ। ତାପରେ ମଧ୍ୟ କୁହାଯାଏ intimate fellowship with him, ତାଙ୍କର ସହିତ ରହିବା, ତାଙ୍କର ସହିତ ସହଭାଗିତାରେ ବଞ୍ଚିବା। ଏହି ବିଷୟକୁ ସେ କହନ୍ତି ମୋ ଠାରେ ରୁହ ବୋଲି ସେ କହନ୍ତି। ପ୍ରିୟ ମଣ୍ଡଳୀ, ସୃଷ୍ଟିରେ ଯଦି ଆମେ ଦେଖୁ, ମୁଁ ପ୍ରଶ୍ନ ପଚାରେ, ସୃଷ୍ଟିରେ ଈଶ୍ୱର ପ୍ରଥମେ ଜଳକୁ ସୃଷ୍ଟି କଲେ କି ମାଛକୁ ସୃଷ୍ଟି କଲେ? କିଏ କହିବ? ଜଳକୁ ସୃଷ୍ଟି କଲେ। ଟିକେ ରୁହନ୍ତୁ, କଣ କରିବ? ପ୍ରଭୁ ପ୍ରଥମେ ସଏଲ ବା ମାଟିକୁ ସୃଷ୍ଟି କଲେ ନା ପ୍ଲାଣ୍ଟକୁ ସୃଷ୍ଟି କଲେ, ଗଛକୁ ସୃଷ୍ଟି କଲେ? ମାଟି। ଏକ୍ସାକ୍ଟଲି, ବହୁତ ସୁନ୍ଦର କଥା ଆପଣ ମାନେ କହିଲେ। ଈଶ୍ୱର ଯେତେବେଳେ ସୃଷ୍ଟି କଲେ, ପ୍ରଥମେ ଜଳକୁ ସୃଷ୍ଟି କଲେ, ତାପରେ ସେଇ ଜଳ ମଧ୍ୟରେ ମତ୍ସ୍ୟକୁ ସେ କଣ କଲେ ନା ଛାଡ଼ିଲେ, ସୃଷ୍ଟି କଲେ ବା ସେଠି ରଖିଲେ। ଈଶ୍ୱର ସେ ପ୍ରଥମେ ମାଟିକୁ ସୃଷ୍ଟି କଲେ, ତାପରେ ଯାଇକି ସଏଲ ମାନେ ତାପରେ ଯାଇ ପ୍ଲାଣ୍ଟକୁ ସେ ସୃଷ୍ଟି କଲେ।
ଜଣେ ଲୋକ କହନ୍ତି, କଣ କହନ୍ତି ଯେ when God create fish show the water, ଯେତେବେଳେ ପୁଣି ଈଶ୍ୱର ମାଛକୁ ସୃଷ୍ଟି କଲେ ସେତେବେଳେ କହିଲେ ଯେ ଜଳ କୋଉଠି ଅଛି, ଜଳ ଅଛି ତ ବୋଲି ଦେଖିକି ସୃଷ୍ଟି କଲେ। ପୁଣି ଯେତେବେଳେ when God create plants show the soil, ଯେତେବେଳେ ଈଶ୍ୱର ପ୍ଲାଣ୍ଟ କୁ ସୃଷ୍ଟି କଲେ ବା ଗଛ ସୃଷ୍ଟି କଲେ, ଗଛ ଲତାକୁ ସୃଷ୍ଟି କଲେ, ସେତେବେଳେ ସଏଲ କୁ ଦେଖିଲେ ଅଛି ତ ସଏଲ ବୋଲିକି। but when God create man saw himself ବୋଲି କରି ସେ କହନ୍ତି। କିନ୍ତୁ ଯେତେବେଳେ ଈଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ ସେ ନିଜକୁ ଦେଖିଲେ ବୋଲି କରି ସେ କୁହାଯାଏ। ସେ ନିଜକୁ ଦେଖିଲେ। ପ୍ରିୟ ମଣ୍ଡଳୀ, ଯଦି ଜଳରେ ଜଳ ଅଛି ଆଉ ଜଳରୁ ଯଦି ମାଛକୁ କାଢିକି ବାହାରେ ପକେଇଦବ ତେବେ ମାଛ କେବେ ବଞ୍ଚି ପାରିବ ନାହିଁ। ଜଳ ବିହୁନେ ମାଛ କେବେ ବି ବଞ୍ଚି ପାରିବ ନାହିଁ। ସେ ଯଦି ବଞ୍ଚିବାର ଅଛି ତେବେ ସେ ଜଳ ମଧ୍ୟରେ ରହିବାକୁ ପଡିବ, କଣ୍ଟିନ୍ୟୁଅଲି ରହିବାକୁ ପଡିବ, ଅବିରତ ଭାବରେ ସେ ଜଳ ସହିତ ମିଶିକି ରହିବାକୁ ପଡିବ, ତେବେ ସେ ଯାଇ ବଞ୍ଚିବ। ମାଛକୁ ଯଦି ଜଳରୁ ବାହାର କଲେ ସେ ବଞ୍ଚି ପାରିବ ନାହିଁ। ପ୍ରିୟ ମଣ୍ଡଳୀ, ଦ୍ୱିତୀୟରେ ଯଦି ଆମେ କହୁ ପ୍ଲାଣ୍ଟସ, ଗଛ ଲତାକୁ ଯଦି ଆମେ ଭୂମିରୁ ଉପାଡ଼ି ପକାଉ, ଯଦି ଉପାଡ଼ିବା ତେବେ ସେ ଗଛ କେବେ ବଞ୍ଚି ପାରିବ କି? ଇମ୍ପସିବଲ, ସମ୍ଭବ ନାହିଁ। ପ୍ରିୟ ମଣ୍ଡଳୀ, ମନୁଷ୍ୟ ମଧ୍ୟ ଯେତେବେଳେ ଈଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ ସେ ନିଜକୁ ଦେଖିଲେ। କାହାକୁ ଦେଖିଲେ ନାହିଁ? ନା ଜଳକୁ ଦେଖିନାହାନ୍ତି କି ଜଗତର କାହାକୁ ଦେଖିନାହାନ୍ତି, ନିଜକୁ ସେ ଦେଖିଲେ। ଆଉ ଯେତେବେଳେ ନିଜକୁ ଦେଖିଲେ ସେ ଆପଣା ପ୍ରତିମୂର୍ତ୍ତି ଏବଂ ସାଦୃଶ୍ୟରେ ନିର୍ମାଣ କଲେ। ଈଶ୍ୱର ଆଦମକୁ ଯେତେବେଳେ ସୃଷ୍ଟି କଲେ ସେତେବେଳେ ଆଦମ ଗୋଟେ ଷ୍ଟାଚ୍ୟୁ ହେଇକି ରହିଲା, ଗୋଟେ ଇମେଜ ହେଇକି ରହିଲା। ଯେମିତିକି ଆମେ ଆଜିକାଲିର କଣ କହିପାରିବା, ମାନେ ପ୍ୟାଣ୍ଟ ସାର୍ଟ ପିନ୍ଧେଇଥିବେ ସେ ଷ୍ଟାଚ୍ୟୁ ସେମିତି ପରି ରହିଗଲା। କିନ୍ତୁ ଯେତେବେଳେ ତାର ନାସିକା ରନ୍ଧ୍ରରେ ଫୁଙ୍କ ଦେଲେ, ସ୍ୱୟଂ ଆତ୍ମା ଦେଲେ, ସ୍ୱୟଂ ନିଜକୁ ସେଠି ରଖିଲେ, ସେତେବେଳେ ସେ ଜୀବିତ ପ୍ରାଣୀ ହେଲା। ଆଜି ଯଦି ସେଇ ଜୀବନ, ସେଇ ଯୋଉ ଫୁଙ୍କ ଯଦି ପ୍ରଭୁ ନେଇଯିବେ, ମନୁଷ୍ୟ ଜୀବିତ ପ୍ରାଣୀ ହେଇପାରିବ ନାହିଁ। ପ୍ରିୟ ମଣ୍ଡଳୀ, ସେଥିପାଇଁ ଯୀଶୁ ଆଜି ବେଷ୍ଟ ଏକ୍ସାମ୍ପଲ କହୁଛନ୍ତି, ମୋ ଠାରେ ରୁହ। ସେ କହନ୍ତି ମୋ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କ ଠାରେ ରହିବି ବୋଲି ଯୀଶୁ କହନ୍ତି। ପ୍ରିୟ ମଣ୍ଡଳୀ, ଯୀଶୁ ଯୋଉ କଥା କହନ୍ତି ଭୟଙ୍କର କଥା କହନ୍ତି। ଆମେ ଯଦି ଯୀଶୁଙ୍କର ସହିତ ରହୁ ତେବେ ଯେ ଆମେ ପ୍ରଚୁର ଫଳ ପାଉ। Christ is the source of spiritual life. ଆମେ ଯଦି ବଞ୍ଚିବାର ଆତ୍ମିକ ଜୀବନରେ ଯଦି ବଳିଷ୍ଠ ହେବାର ଅଛି, ଆମେ ଖ୍ରୀଷ୍ଟଙ୍କର ସହିତ ରହିକି ଜୀବନ କାଟିବାକୁ ପଡିବ। ପ୍ରିୟ ମଣ୍ଡଳୀ, the Christ is the source of joy. ଖ୍ରୀଷ୍ଟ ହେଉଛନ୍ତି ଆମମାନଙ୍କର ଆନନ୍ଦର ଉତ୍ସ ଅଟନ୍ତି। ଆମେ ଯଦି ଆନନ୍ଦ ପାଇବାର ଅଛି, এই ଜଗତର ପ୍ରତ୍ୟେକ ଜାଗାରେ ଖୋଜନ୍ତୁ ଆପଣ ଆନନ୍ଦ ପାଇପାରିବେ ନାହିଁ। ସେଥିପାଇଁ ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ, ସଦା ପ୍ରଭୁ ମୋହର ଆନନ୍ଦ ବୋଲି କୁହାଯାଏ। God itself is joy. ଯାର ପାଖରେ ଈଶ୍ୱର ଅଛନ୍ତି ତାହା ପାଖରେ ପ୍ରକୃତ ଆନନ୍ଦ ଅଛି। ପ୍ରିୟ ମଣ୍ଡଳୀ, ଯାହା ପାଖରେ ଈଶ୍ୱର ଅଛନ୍ତି ସେ ପ୍ରକୃତରେ ଆତ୍ମିକ ଜୀବନ ସେ ଅତିବାହିତ କରିପାରିବ। ମଧ୍ୟ ତୃତୀୟ ବିଷୟ କହିବାକୁ ଚାହେଁ, the Christ is the source of strength. ଯାହା ପାଖରେ ଈଶ୍ୱର ରହନ୍ତି ସେ ହିଁ ବଳ ପ୍ରାପ୍ତ ହେବ। ପ୍ରିୟ ମଣ୍ଡଳୀ, ଯାହା ପାଖରେ ଈଶ୍ୱର ରହନ୍ତି ତା ପାଖରେ ହିଁ ଜ୍ଞାନ ରହିବ। ପ୍ରିୟ ମଣ୍ଡଳୀ, ଯାହା ପାଖରେ ଈଶ୍ୱର ଅଛନ୍ତି ତା ପାଖରେ ହିଁ ଶାନ୍ତି ଅଛି। ପ୍ରିୟ ମଣ୍ଡଳୀ, ପ୍ରିୟ ମଣ୍ଡଳୀ, ଈଶ୍ୱର ଯଦି ଆମମାନଙ୍କର ଜୀବନରେ ନାହାନ୍ତି, there is no spiritual life, there is no joy, there is no strength, there is no wisdom, there is no peace. ଆମ ଜୀବନରେ କିଛି ହିଁ ନାହିଁ। କିନ୍ତୁ ଯଦି ଖ୍ରୀଷ୍ଟ ଅଛନ୍ତି ଆମର ଆତ୍ମିକ ଜୀବନ ଅଛି,
ଆନନ୍ଦ ଅଛି, ବଳ ଅଛି, ଶକ୍ତି ଅଛି, ଜ୍ଞାନ ଅଛି, ଶାନ୍ତି ଅଛି। ପ୍ରିୟ ମଣ୍ଡଳୀ, ସେଥିପାଇଁ ଆଜି ମୁଁ ତୁମମାନଙ୍କ ଠାରେ କହିବାକୁ ଚାହେଁ, କଣ କହିବାକୁ ଚାହେଁ ଯେ abide in Christ, ଖ୍ରୀଷ୍ଟଙ୍କର ସହିତ ରହିବାର ଅର୍ଥ ହେଉଛି, ଫାର୍ଷ୍ଟ ଜିନିଷ ମୁଁ କହିବାକୁ ଚାହେଁ, abide in the word of God। ପ୍ରଭୁଙ୍କର ବାକ୍ୟରେ ରହିବା ହିଁ ଆମେ ଖ୍ରୀଷ୍ଟଙ୍କର ସହିତ ରହିବା ଅଟେ। ଖ୍ରୀଷ୍ଟଙ୍କର ସହିତ ରହିବା ଅଟେ। ଯେମାନେ ପ୍ରଭୁଙ୍କର ବାକ୍ୟରେ ରହନ୍ତି ସେମାନେ ଖ୍ରୀଷ୍ଟଙ୍କର ସହିତ ରୁହନ୍ତି। ସେଥିପାଇଁ ତା ଉପରେ ପଦରେ ଲେଖାଯାଏ, ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି ସେଥି ଯୋଗୁଁ ତୁମେ ମାନେ ପରିଷ୍କୃତ ହୋଇ ସାରିଅଛ। ମାନେ ପ୍ରଭୁଙ୍କର ବାକ୍ୟ ହିଁ ଆମର ଜୀବନକୁ ପରିବର୍ତ୍ତନ ମାନେ ପରିଷ୍କୃତ କରେ। ପ୍ରଭୁଙ୍କର ବାକ୍ୟ ହିଁ ଆମ ମାନଙ୍କର ଜୀବନ ଆଣି ଦେଇଥାଏ। ପ୍ରଭୁଙ୍କର ବାକ୍ୟ ହିଁ ଆମମାନଙ୍କର ଜୀବନର সকল ବିଷୟକୁ ଆମେ ପ୍ରାପ୍ତ ହେବା ନିମନ୍ତେ ସାହାଯ୍ୟ କରିଥାଏ। ପ୍ରିୟ ବନ୍ଧୁ, ତେଣୁ ମୁଁ ଆଜି ତୁମମାନଙ୍କୁ ଆହ୍ୱାନ ଦେବାକୁ ଚାହେଁ ଯେ ଆମେ ପ୍ରଭୁଙ୍କ ଠାରେ ରହିବା, ପ୍ରଭୁଙ୍କର ବାକ୍ୟରେ ରହିବାକୁ ପଡିବ। ସବୁଦିନ ଆମେ କଣ କରିବାକୁ ପଡିବ? ଦ ବାଇବଲ ରିଡିଂ, ପ୍ରଭୁଙ୍କର ବାକ୍ୟକୁ ପଠନ କରିବାକୁ ପଡିବ। ଦ ମେଡିଟେଟିଂ, ଆମେ ଈଶ୍ୱରଙ୍କର ପବିତ୍ର ବାକ୍ୟକୁ ଧ୍ୟାନ କରିବାକୁ ପଡିବ। ସ୍ପେଣ୍ଡିଂ ଟାଇମ ଇନ ସ୍କ୍ରିପଚର, ମାନେ ପ୍ରଭୁଙ୍କର ବାକ୍ୟରେ ଆମମାନଙ୍କର ସମୟକୁ କ୍ଷେପଣ କରିବାକୁ ପଡିବ। ତେବେ ଆମେ ପ୍ରଭୁଙ୍କ ଠାରେ ଆମେ ରହିପାରିବା। ପ୍ରିୟ ମଣ୍ଡଳୀ, ପ୍ରିୟ ମଣ୍ଡଳୀ, ଆମେ ପ୍ରଭୁଙ୍କ ଠାରେ ଏମିତି ଏକ ବ୍ୟକ୍ତି ଥିଲେ, ତାଙ୍କ ନାଁ ହେଉଛି ଯୋସେଫ। ଯୋସେଫର ଜୀବନକୁ ଆମେ ମାନେ ଯଦି ଦେଖୁ, ତାଙ୍କର ନିଜର ଲୋକ, ତାଙ୍କର ନିଜର ମାନେ ଭାଇ ମାନେ ତାଙ୍କୁ କଣ କରିଲେ ନା ମିଶର ଦେଶରେ ସେ ବିକ୍ରୟ କଲେ। ମିଶର ଦେଶରେ ଯେତେବେଳେ ବିକ୍ରୟ କଲେ, ସେତେବେଳେ ମିଶରର ରାଜା ଫାରୋ, ତାଙ୍କର ସେନାପତି ପୋଟିଫରର ସ୍ତ୍ରୀ ତାଙ୍କୁ ଗୋଟେ ରୁମ ମଧ୍ୟକୁ ସେ ଡାକି ସେ ଗୋଟେ ଖରାପ ବ୍ୟବହାର ସେ କରୁଥିଲା। ସେତେବେଳେ ଯୋସେଫ ଗୋଟେ ବଡ ବିଷୟ ଗୋଟେ କହିଲେ। ସେ କହିଲେ ଯେ ହାଉ କ୍ୟାନ୍ ଡୁ ସଚ୍ ଏ ଗ୍ରେଟ୍ ସିନ୍ ଏଗେନ୍ଷ୍ଟ ଗଡ୍। ମୁଁ ଏଡେ ବଡ ପାପ ଈଶ୍ୱରଙ୍କର ବିରୁଦ୍ଧରେ କେମିତି ମୁଁ କରିବି ବୋଲିକି ସେ ସବୁ ବସ୍ତ୍ରକୁ ସେ ପକାଇକି ସେ ବାହାରକୁ ପଳେଇ ଆସିଲେ। ମାନେ ବିଚାର କର ନାହିଁ ଯୋଉ ପବିତ୍ର ବାକ୍ୟ ତାଙ୍କ ମଧ୍ୟରେ ସେ ରଖିଥିଲେ। ପ୍ରିୟ ମଣ୍ଡଳୀ, ଆମେ ବି ଗୋଟେ ଖ୍ରୀଷ୍ଟିଆନ ହେଇକି ଆମର ଜୀବନରେ ସବୁ ପାଖରେ ରହିପାରିବା, ମାତ୍ର ପ୍ରଭୁଙ୍କର ବାକ୍ୟରେ ଆମେ ରହିପାରୁନୁ। ପ୍ରଭୁଙ୍କର ବାକ୍ୟର ସହିତ ଆମେ ଜୀବନ ଯାପନ କରିପାରୁନୁ, ଯାହା ଫଳରେ କି ଆମେ ଯୋଉ ଆଶୀର୍ବାଦ ଈଶ୍ୱର ଦେବାକୁ ଚାହାନ୍ତି ସେ ଆଶୀର୍ବାଦରୁ ବିମୁଖ ହେଇଯାଉଛୁ। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ, ତେଣୁ ମୁଁ ଆଜି କହିବାକୁ ଚାହେଁ ଯେ ଈଶ୍ୱରଙ୍କର ବାକ୍ୟ ଗୋଟିଏ ଇତିହାସର ପୁସ୍ତକ ହିଁ ନୁହେଁ। ଈଶ୍ୱରଙ୍କର ବାକ୍ୟ ହେଉଛି ଗୋଟେ ଜୀବନ୍ତ ଅଟେ। ସେଇ ଜୀବନ୍ତ ବାକ୍ୟ ଅନୁଯାୟୀ ଯେଉଁମାନେ ଜୀବନ ଯାପନ କରନ୍ତି ସେମାନେ ପ୍ରଚୁର ଫଳ ଫଳନ୍ତି। ପ୍ରିୟ ମଣ୍ଡଳୀ, ଲାଇକ୍ ଦ ଯୋସେଫ ମିଶର ଦେଶର ଗୋଟିଏ ସେଇ ସମୟରେ ଗୋଟେ ରାଜା ହେଲେ। ସମସ୍ତ ଶାସନ ଭାର ତାଙ୍କ ନିକଟରେ ଆସିଲା। ଆମେ ଯେତେବେଳେ ପ୍ରଭୁଙ୍କ ଠାରେ ରହୁ ସେତେବେଳେ ପ୍ରଭୁ ଆମ ସହିତ ରୁହନ୍ତି। ସେଥିପାଇଁ ମଧ୍ୟ ଲେଖାଯାଏ ଯୋହନରେ, ତୁମେ ଯେ କୌଣସି ବିଷୟ ଇଚ୍ଛା କର ତାହା ମାଗ, ଆମେ ତୁମ ନିମନ୍ତେ ସାଧନ କରିବା। ଆମେ ଯଦି ଯୀଶୁଙ୍କ ସହିତ ରହିବା ନାହିଁ, ଖ୍ରୀଷ୍ଟଙ୍କର ସହିତ ରହିବା ନାହିଁ, ଖ୍ରୀଷ୍ଟଙ୍କର ବାକ୍ୟରେ ରହିବା ନାହିଁ, ଆମେ କେମିତି ଆମେ ଯାହା ବି ଇଚ୍ଛା କଲେ ପ୍ରଭୁ ତାହା ଦେବେ। ପ୍ରିୟ ମଣ୍ଡଳୀ, ଆଜି ମୁଁ ସେଥିପାଇଁ ଆପଣ ମାନଙ୍କୁ ପ୍ରତ୍ୟେକଙ୍କୁ ଆହ୍ୱାନ ଦିଏ ଯେ ଈଶ୍ୱରଙ୍କର ବାକ୍ୟରେ ରହିବା। ଦ୍ୱିତୀୟ ବିଷୟ କହିବାକୁ ଚାହେଁ, ଖ୍ରୀଷ୍ଟଙ୍କ ସହିତ ରହିବା ପୁଣି ଦ ଏବାଇଡିଂ ଇନ୍ ପ୍ରେୟର, ଗୋଟେ ପ୍ରାର୍ଥନାରେ ରହିବା। ଆମେ ଯେତେବେଳେ ପ୍ରାର୍ଥନା ବୋଲି ଆମେ କହୁ, ଆସନ୍ତା ରବିବାର ମଧ୍ୟ ରୋଗାତେ ରବିବାର, ଯାହାକି ପ୍ରାର୍ଥନା କର। ଯୀଶୁ ବି ନିଜେ ସେ ଈଶ୍ୱର ହେଲେ ସୁଦ୍ଧା ସେ ପ୍ରାତଃକାଳୀନ ସମୟରେ ଜିତ ପର୍ବତ ନିକଟକୁ ଯାଇ ସେ ପ୍ରାର୍ଥନା କରୁଥିଲେ। କେତେ ସୁନ୍ଦର ପ୍ରାର୍ଥନା ସେ କରୁଥିଲେ ଦେଖନ୍ତୁ। ମଧ୍ୟ ଅନେକ ଲୋକ ମାନେ ତାଙ୍କର ଶିଷ୍ୟ ମାନେ ଯୀଶୁଙ୍କ ନିକଟରେ ଆସିଲେ, ପଚାରିଲେ, ହେ ପ୍ରଭୁ, ଯୋହନ ମଧ୍ୟ ପ୍ରାର୍ଥନା ଶିଖାଇଥିଲେ,
ଆମେ ଅନୁରୋଧ କରୁଛୁ ଆମମାନେ କେମିତି ପ୍ରାର୍ଥନା କରିବାକୁ ହେବ ଆମମାନଙ୍କୁ ଶିଖାନ୍ତୁ। ସେ କେବେ ବି କହିନାହାନ୍ତି, ସେମାନେ କହିଲେ କି ଆମେ କେମିତି ଭୂତ ଛଡାଇବୁ, ଆମେ କେମିତି ସୁସ୍ଥ କରିବୁ, ଆମେ କେମିତି ବଡ ଲୋକ ହେବୁ, ଆମକୁ ଶିଖାଅ ବୋଲି କହିନାହାନ୍ତି, କିନ୍ତୁ କହିଲେ ଯେ କେମିତି ପ୍ରାର୍ଥନା କରିବାକୁ ହେବ ଆମମାନଙ୍କୁ ଶିଖାଅ ବୋଲି ସେ କହିଲେ। ପ୍ରିୟ ମଣ୍ଡଳୀ, ପ୍ରାର୍ଥନାର ଗୁରୁତ୍ୱତା ଅଛି। ଯୀଶୁ ନିଜେ ସେଠି ଆଦର୍ଶ ସ୍ୱରୂପେ ସେ ଜିତ ପର୍ବତ ନିକଟକୁ ଯାଇ ସେ ପ୍ରାର୍ଥନା କଲେ। କେଡେ ବଡ ପ୍ରାର୍ଥନାର ମୂଲ୍ୟ, ପ୍ରାର୍ଥନାର ଶକ୍ତି ଅଛି। ସେଥିପାଇଁ କହିବି ଯେ ଇନଭିଜିବଲ ପ୍ରେୟର ଦ ଭିଜିବଲ ବ୍ଲେସିଂ। ଆମେ ଅଦୃଶ୍ୟ, ଆମର ଯୋଉ ପ୍ରାର୍ଥନା ଅଛି ଅଦୃଶ୍ୟ, ମାତ୍ର ତାହା ଦୃଶ୍ୟମାନ ଭାବରେ କାମ କରିବ। ଆଜି ମଧ୍ୟ ୟୁ ଆର ଦ ପ୍ରେସିୟସ୍ ପର୍ସନ୍ସ, ମାନେ ଯେ ଆଜି ଅନେକ ବିଷୟକୁ ଛାଡିକି ଆଜି ଆପଣ ମାନେ ପ୍ରାର୍ଥନାରେ ଅଛନ୍ତି। ଆପଣ ମାନେ ଗୋଟେ ଗ୍ରୁପ କରିକି ସନ୍ଧ୍ୟାକାଳୀନ ସମୟରେ ପ୍ରାର୍ଥନାରେ ବସୁଛନ୍ତି, ସେଟା ହଉଛି ସବୁଠୁ ବଡ ବିଷୟ, ସବୁଠୁ ବଡ ବିଷୟ। ସେଦିନ ମଧ୍ୟ ଦାନିଏଲ ମଧ୍ୟ ସେ ଅନେକ ଦେଶ, ଅନେକ ରାଜ୍ୟକୁ ଦେଖୁ ଦେଖୁ ମଧ୍ୟ ସେ ଦିନକୁ 3 ଥର ସେ ପ୍ରାର୍ଥନାରେ ସେ ଜୀବନ କାଟୁଥିଲେ। ଆରେ ଯେତେବେଳେ ପ୍ରାର୍ଥନାରେ ସେ ଜୀବନକୁ ଅତିବାହିତ କରୁଥିଲେ, ସେତେବେଳେ ଈଶ୍ୱର ମଧ୍ୟ ତାଙ୍କର ସହିତ ରହି ସେ ସିଂହମାନଙ୍କର ଗର୍ତ୍ତରୁ, ଅଗ୍ନିର ରୋଦରୁ ପ୍ରଭୁ ତାଙ୍କୁ ଉଦ୍ଧାର କଲେ। ଏକ ଉଚ୍ଚ ପଦ ମଧ୍ୟ ଈଶ୍ୱର ଦାନ କଲେ। ମୁଁ ସେଥିପାଇଁ କହିବି ଯେ ଖ୍ରୀଷ୍ଟଙ୍କର ସହିତ ରହିବାର ଅର୍ଥ ହେଉଛି ଆମେ ପ୍ରାର୍ଥନାରେ ମଧ୍ୟ ରହିବା। ପ୍ରାର୍ଥନାରେ ଯଦି ଆମେ ଯେତେବେଳେ ରହୁ, ତେବେ ସେଇଟା ହିଁ ଈଶ୍ୱରଙ୍କର ସହିତ ରହିବା। ଆମର ମୁଁ ସେଥିପାଇଁ କହିବାକୁ ଚାହେଁ, starting and ending with Christ in a day। ଆମେ ଯଦି ଗୋଟେ ଦିନ ଯଦି କ୍ଷେପଣ କରିବାର ଅଛି, ଖ୍ରୀଷ୍ଟଙ୍କ ସହିତ କ୍ଷେପଣ କରିବାର ଅଛି, ତେବେ ଆମେ ବିଛଣାରୁ ପ୍ରାର୍ଥନାରୁ ଆରମ୍ଭ କରିବା ଏବଂ ଆମେ ଶୋଇବା ବେଳେ ମଧ୍ୟ ପ୍ରାର୍ଥନାରେ ଶେଷ କରିବା। ସେଟା ହଉଛି ଖ୍ରୀଷ୍ଟୀୟ ଜୀବନ। ତାହା ହେଉଛି ପ୍ରକୃତରେ ଖ୍ରୀଷ୍ଟୀୟ ଜୀବନର ଗୋଟେ ଶକ୍ତି। ଆମେ ଈଶ୍ୱରଙ୍କର ପବିତ୍ର ଯୋଉ ପ୍ରାର୍ଥନାରେ ଆମେ ଯେତେବେଳେ ରହୁ, ସେତେବେଳେ ମଧ୍ୟ ଈଶ୍ୱର ଆମମାନଙ୍କୁ ସେଇ ସ୍ୱର୍ଗୀୟ ଆଶୀର୍ବାଦ ସେ ଦାନ କରିବେ। ତତ୍ସହିତ ମଧ୍ୟ ମୁଁ କହିବାକୁ ଚାହେଁ, ଖ୍ରୀଷ୍ଟଙ୍କ ସହିତ ରହିବାର ଅର୍ଥ ହେଉଛି abiding in obedience। ଖ୍ରୀଷ୍ଟଙ୍କର ଆଜ୍ଞାବହ ହୋଇ ଜୀବନ ଯାପନ କରିବା। ଖ୍ରୀଷ୍ଟ ଯାହା କହନ୍ତି ତାହାକୁ ପାଳନ କରିବା ହେଉଛି ପ୍ରକୃତରେ ପ୍ରିୟ ମଣ୍ଡଳୀ ଯେ ଖ୍ରୀଷ୍ଟଙ୍କର ସହିତ ରହିବା। ଏଠି ସେଥିପାଇଁ ସେଠି କୁହାଯାଏ, ଏଠି କୁହାଯାଏ କଣ ଯେ ବହୁତ ସୁନ୍ଦର କଥା କୁହାଯାଏ। ସେ କୁହାଯାଏ, ମୁଁ ଦ୍ରାକ୍ଷାଲତା, ତୁମେ ମାନେ ଶାଖା, ମୋ ଠାରେ ରୁହ। ଯେ ମୋ ଠାରେ ରହେ ଓ ମୁଁ ଯାହା ଠାରେ ରହେ, ସେ ପ୍ରଚୁର ଫଳ ଫଳେ, କାରଣ ମୋ ବିନା ତୁମେ କିଛି କରିପାର ନାହିଁ ବୋଲି ସେ କହନ୍ତି। ଯଦି ପ୍ରଭୁଙ୍କର ବାକ୍ୟକୁ ଯଦି ଆମେ ଆଜ୍ଞାବହ ହୋଇ ଜୀବନ କାଟିବା, ତେବେ ଆମେ ଯଦି ଦେଖୁ, ତାହେଲେ ଦ୍ୱିତୀୟ ବିବରଣ ତାହାର 28 ପର୍ବ 1 ପଦରେ ସେଠି ସଦାପ୍ରଭୁ କଣ କହନ୍ତି ଇସ୍ରାଏଲ ମାନଙ୍କୁ, ମୁଁ ଆଜି ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ଯେ ଯେ ଆଜ୍ଞା ତୁମକୁ ଦେଇଅଛି, ଆଦେଶ କରୁଅଛି, ସେ ସବୁ ମାନିବା ପାଇଁ ଓ କରିବା ପାଇଁ ଯେବେ ତୁମେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମକୁ ଶ୍ରେଷ୍ଠ କରିବେ ବୋଲି ସେଠି କୁହାଯାଏ। କେତେ ବଡ ବିଷୟ ସେ! ସଦାପ୍ରଭୁଙ୍କର ଆଜ୍ଞାକୁ ଯେଉଁମାନେ ମାନନ୍ତି, ଯେଉଁମାନେ ପାଳନ କରନ୍ତି, ଯତ୍ନପୂର୍ବକ ପାଳନ କରନ୍ତି, ଦେଶ ମାନଙ୍କ ମାନେ ସମସ୍ତ ଦେଶୀୟ ଲୋକମାନଙ୍କୁ ଅପେକ୍ଷା ତୁମକୁ ଶ୍ରେଷ୍ଠ କରିବେ ବୋଲି କୁହାଯାଏ। ଯେ ସଦାପ୍ରଭୁଙ୍କର ଆଜ୍ଞା ଗୋଟେ ମାନେ ଗୋଟେ କାମଜୋର ଆଜ୍ଞା ନାହିଁ, ଗୋଟେ ଦୁର୍ବଳ ନୁହେଁ, ସେଟା ବେଶୀ ଶକ୍ତିଶାଳୀ ଅଛି ପ୍ରଭୁଙ୍କର ଆଜ୍ଞାରେ, ପ୍ରଭୁଙ୍କର ବାକ୍ୟରେ, ପ୍ରଭୁଙ୍କର ସେଇ ଆଜ୍ଞାବହତାରେ। ସେଥିପାଇଁ ଖ୍ରୀଷ୍ଟ ମଧ୍ୟ ସେ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କଲେ, ମୃତ୍ୟୁ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କଲେ। ଯେତେବେଳେ ଗେତ୍ସେମନେ ବଗିଚାରେ ଗଲେ, ସେତେବେଳେ ଯୀଶୁ କହିଲେ, ହେ ପ୍ରଭୁ, ତୁମରି ଯଦି ଇଚ୍ଛା ଅଛି ଏଇ ପାନ ପାତ୍ର ଦୂର କର, କିନ୍ତୁ ମୋର ଇଚ୍ଛା ନାହିଁ ତୁମର ଇଚ୍ଛା, ମୋର ଇଚ୍ଛା ନାହିଁ ତୁମର ଇଚ୍ଛା, তুমি ଯାହା କହିବ ମୁଁ ତାହା ପାଳନ କରିବି। ଇଟ୍ ଇଜ ବିୟୁଟିଫୁଲ ଷ୍ଟେଟମେଣ୍ଟ। ଯୀଶୁ କହିଛନ୍ତି ଯେ ମୋର ଇଚ୍ଛା ନାହିଁ, তুমি ଯାହା କହିବ ମୁଁ ତାହା କରିବି। ସେଥିପାଇଁ ଫିଲିପିଓ 2 ପର୍ବ
ତାର ଶେଷ ଅଂଶରେ ସେ କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ୱରଙ୍କର ଆଜ୍ଞା ବହ ହେଲେ ବୋଲି ଲେଖାଯାଏ। ତାର 6 ପର୍ବ 7 ପଦ ତାର 2 ପର୍ବ 7 ପଦରେ ଯୋଉ ଲେଖା ଅଛି କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ସେ ଆଜ୍ଞା ବହ ହେଲେ, ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ୱରଙ୍କର ଆଜ୍ଞା ବହ ହେଲେ। ଯେଉଁମାନେ ଈଶ୍ୱରଙ୍କର ଆଜ୍ଞା ବହ ହଉଛନ୍ତି ସେମାନେ ଖ୍ରୀଷ୍ଟଙ୍କର ସହିତ ରହନ୍ତି ଏବଂ ତୋ ଦ୍ୱାରା ମଧ୍ୟ ଖ୍ରୀଷ୍ଟ କଣ ହେଇଛନ୍ତି ସେ ସର୍ବୋତ୍କୃଷ୍ଟ ନାମ ପ୍ରାପ୍ତ ହେଲେ ବୋଲି ସେଇଠି ଲେଖାଯାଏ। ପ୍ରିୟ ମଣ୍ଡଳୀ, ମୁଁ ଆଜି ସେଥିପାଇଁ ତୁମମାନଙ୍କୁ କହିବାକୁ ଚାହେଁ ଖ୍ରୀଷ୍ଟଙ୍କର ସହିତ ରହିବା ହେଉଛି ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବା। ଶେଷ ଅଂଶ ମୁଁ କହିବାକୁ ଚାହେଁ abiding in Christ means abiding in his love। ଖ୍ରୀଷ୍ଟଙ୍କର ସହିତ ରହିବାର ଅର୍ଥ ପୁଣି ତାଙ୍କରି ପ୍ରେମରେ ଆମେ ମାନେ ବାନ୍ଧି ରହିବା, ତାଙ୍କରି ପ୍ରେମରେ ଆମେ ମାନେ ବାନ୍ଧି ରହିବା। ସେଥିପାଇଁ ଲେଖାଯାଏ ପିତା ଯେ ପ୍ରକାର ମତେ ପ୍ରେମ କରିଅଛନ୍ତି ମୁଁ ମଧ୍ୟ ତୁମମାନଙ୍କୁ ସେହି ପ୍ରକାର ପ୍ରେମ କରିଅଛି, ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ। ତାଙ୍କର ପ୍ରେମ ଭୟଙ୍କର, ତାଙ୍କର ପ୍ରେମରେ ଆମେ ମାନେ ରହିବା। ପୁଣି ଆରେ ତାଙ୍କର ପ୍ରେମ କେମିତି? ଅନକଣ୍ଡିସନାଲ ଏଣ୍ଡ ସେଲ୍ଫ ଗିଭିଂ ଲଭ୍। ଅନକଣ୍ଡିସନାଲ, ଯୋଉଟା କି କେବେ ମଧ୍ୟ କଣ୍ଡିସନ ନାହିଁ, ଅନକଣ୍ଡିସନାଲ ତାଙ୍କର ପ୍ରେମ। ପୁଣି ତାଙ୍କର ସେଇ ପ୍ରେମକୁ ଆମେ ବୁଝିବାକୁ ପଡିବ, ଜାଣିବାକୁ ପଡିବ। ମାତ୍ର ସେଇ ପ୍ରେମର ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତାର ପରିମାପକୁ କୌଣସି ଯନ୍ତ୍ର ନାହିଁ। କିନ୍ତୁ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି ତାଙ୍କରି ପ୍ରେମ ସେ କୃଷ ମଧ୍ୟରେ ସେ ଦାନ କରିଅଛନ୍ତି, ସେ କୃଷ ମଧ୍ୟରେ ସେ ପ୍ରକାଶ କରିଅଛନ୍ତି। ତାଙ୍କରି ପ୍ରେମ ହେଉଛି ଅବର୍ଣ୍ଣନୀୟ, ଅକଳ୍ପନୀୟ। ଆରେ ସେଥିପାଇଁ କହୁଛି ତାଙ୍କରି ପ୍ରେମ କଣ ନା ସେଲ୍ଫ ଅନକଣ୍ଡିସନାଲ, ସର୍ତ୍ତ କିଛି ନାହିଁ। তুই ମତେ ପ୍ରେମ କରେ କି ନ କରେ ମାତ୍ର ମୁଇଁ ତତେ ପ୍ରେମ କରୁଛି। ତାଙ୍କର ପ୍ରେମ ସେଇଟା। ସେଥିପାଇଁ ପ୍ରଥମ କରନ୍ତିୟ ତାର 13 ପର୍ବରେ ଲେଖାଯାଏ ଯେ ତାଙ୍କରି ପ୍ରେମ ପୁଣି କଦାପି ଶେଷ ହେବ ନାହିଁ, ସେରେ ବଡ ପ୍ରେମ ସେ କରନ୍ତି, ଅନକଣ୍ଡିସନାଲ। ସେ ଯେ ଆମେ ଯେ ତାଙ୍କୁ ପ୍ରଥମେ ପ୍ରେମ କଲୁ ତାହା ନୁହେଁ, ମାତ୍ର ସେ ଆମମାନଙ୍କୁ ପ୍ରଥମେ ପ୍ରେମ କଲେ, ଅନକଣ୍ଡିସନାଲ ଲଭ୍। ଏବଂ ତାଙ୍କର ପ୍ରେମ ହେଉଛି ସାକ୍ରିଫିସିଆଲ, ନିଜର ଜୀବନ ଦେଇକରି ସେ ନିଜ ପ୍ରେମ କରିଛନ୍ତି, ସେଲ୍ଫ ନିଜକୁ ଉତ୍ସର୍ଗୀକୃତ କରି ସେ ପ୍ରେମ କରିଅଛନ୍ତି। ତାଙ୍କର ପରି ଆମେ ଯଦି ପ୍ରେମ କରୁଛୁ ଅନ୍ୟକୁ, ତେବେ ପ୍ରିୟ ମଣ୍ଡଳୀ ମୁଁ କହିବି ଯେ ପ୍ରକୃତରେ ଖ୍ରୀଷ୍ଟ ତୁମ ମାନଙ୍କର ସହିତ ଅଛନ୍ତି। ପ୍ରିୟ ମଣ୍ଡଳୀ, ଆଜି ଆମେ ମାନେ ସମସ୍ତେ ସେ ଖ୍ରୀଷ୍ଟଙ୍କର ସହିତ ରହିବା। ସେ ଖ୍ରୀଷ୍ଟଙ୍କର ସହିତ ଆମେ ମାନେ ଯେତେବେଳେ ରହୁ ତେବେ ଖ୍ରୀଷ୍ଟଙ୍କର ସହିତ ମଧ୍ୟ ଆମେ କ୍ରୁଶରେ କ୍ରୁଶାର୍ପିତ ହେବୁ। ବୁଝିପାରିଲେ ତ? ଆମେ ଯେତେବେଳେ ଖ୍ରୀଷ୍ଟଙ୍କର ସହିତ ଅଛୁ ବୋଲି କରି କହୁଛୁ, ଖ୍ରୀଷ୍ଟ ମୋର ସହିତ ଅଛନ୍ତି ଏବଂ ମୁଁ ଖ୍ରୀଷ୍ଟଙ୍କ ସହିତ ଅଛି ବୋଲି ଯେତେବେଳେ ଆମେ କହୁଛୁ କ୍ରୁସିଫାଇଡ୍ ୱିଥ୍ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କର ସହିତ ଆମେ କ୍ରୁଶାର୍ପିତ ହେବା। ଦୁଃଖ କଷ୍ଟ ସମସ୍ୟା ସବୁକୁ ବୋଝ ଧରିକି ଆମେ ଆଗକୁ ବଢିବାକୁ ପଡିବ। ପ୍ରିୟ ମଣ୍ଡଳୀ, କେବଳ ସେତିକି ନୁହେଁ, ଖ୍ରୀଷ୍ଟଙ୍କର ସହିତ ଯେଉଁମାନେ କ୍ରୁଶାର୍ପିତ ମଧ୍ୟ ହୁଅନ୍ତି ଖ୍ରୀଷ୍ଟଙ୍କର ସହିତ ମଧ୍ୟ ସେମାନେ ପୁନରୁତ୍ଥିତ ହୁଅନ୍ତି, raised with Christ। ଯେଉଁମାନେ ଖ୍ରୀଷ୍ଟଙ୍କର ସହିତ କ୍ରୁଶାର୍ପିତ ସବୁ ଦୁଃଖ କଷ୍ଟ ସବୁକୁ ବହନ କରି ନିଜର କ୍ରୁଶ ବହନ କରି ଆଗକୁ ଯେତେବେଳେ ବଢିବେ ସେମାନେ ହିଁ ଖ୍ରୀଷ୍ଟଙ୍କର ସହିତ ପୁନରୁତ୍ଥାନ କରିବେ। ପ୍ରିୟ ମଣ୍ଡଳୀ, ଶେଷରେ ଯେଉଁମାନେ ମଧ୍ୟ ଖ୍ରୀଷ୍ଟଙ୍କର ସହିତ ପୁନରୁତ୍ଥାନ କରିବେ seated with the Christ, ଖ୍ରୀଷ୍ଟଙ୍କର ସହିତ ସେମାନେ ମଧ୍ୟ ସେ ଅନନ୍ତ ଜୀବନର ମୁକୁଟ ପାଇବେ ଏବଂ ଖ୍ରୀଷ୍ଟଙ୍କ ପରି ମଧ୍ୟ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଯେପରି ଖ୍ରୀଷ୍ଟ ବସି ଅଛନ୍ତି ଆମେ ମାନେ ମଧ୍ୟ ସେହିପରି ବସିବୁ। ପ୍ରିୟ ମଣ୍ଡଳୀ, it is the power, ଏଡି ବଡ ପାୱାର ଯେ ଆମେ ଖ୍ରୀଷ୍ଟଙ୍କର ସହିତ ରହିବାର ପାୱାର ଏଟା। ପ୍ରିୟ ମଣ୍ଡଳୀ, ଖ୍ରୀଷ୍ଟଙ୍କର ସହିତ ରହିବା ଗୋଟେ ଫିଜିକାଲ ଲାଇଫରେ ବଞ୍ଚିବା ନୁହେଁ, ଏକ ସ୍ପିରିଚୁଆଲ ଲାଇଫରେ ବଞ୍ଚିବା, ଗୋଟେ ୱାର୍ଡଲି ଲାଇଫରେ ବଞ୍ଚିବା ନାହିଁ, ଗୋଟେ ଜାଗତିକ ଜୀବନ ବଞ୍ଚିବା ନାହିଁ, ଗୋଟେ ମୋରାଲିଟିର ଜୀବନ ବଞ୍ଚିବା ନାହିଁ, ମାତ୍ର ଖ୍ରୀଷ୍ଟଙ୍କର ସହିତ ଆତ୍ମିକ ଜୀବନରେ ଆମେ ବଞ୍ଚିବା ହେଉଛି ଖ୍ରୀଷ୍ଟିଆନ, ମାନେ ଖ୍ରୀଷ୍ଟଙ୍କ ସହିତ ରହିବା। ସେଥିପାଇଁ ମଧ୍ୟ ସେଠି କହନ୍ତି ମୋ ବିନା ତୁମେ କିଛି କରିପାରିବ ନାହିଁ। ୱିଥାଉଟ୍ ଖ୍ରାଇଷ୍ଟ ଆମର ଜୀବନର କିଛି ନାହିଁ।
ଆରି ମାନେ ୱିଥାଉଟ୍ ଆବାଇଡିଂ ଇନ୍ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କର ବିହୁନେ ଯେଉଁମାନେ ରୁହନ୍ତି ପୁଣି ମାଇଣ୍ଡ ଇଜ ଡାର୍କେଷ୍ଟ, ତାଙ୍କର ମନ ପୁଣି ଅନ୍ଧକାର ସଦୃଶ୍ୟ ହେଇଯିବ ବୋଲି କହନ୍ତି। ଯେଉଁମାନେ ଖ୍ରୀଷ୍ଟଙ୍କର ମାନେ ବିହୁନେ ଜୀବନ ଯାପନ କରନ୍ତି, will is corrupt, ତାଙ୍କର ଇଚ୍ଛା ପୁଣି ସବୁ କରପ୍ସନ ଦୁର୍ନୀତି ଥିବ ପୁଣି ତାଙ୍କର ଇଚ୍ଛାରେ, ଈଶ୍ୱରଙ୍କର ଇଚ୍ଛା ନାହିଁ, ତାଙ୍କ ନିଜର ଇଚ୍ଛାରେ ଦୁର୍ନୀତି ଭର୍ତ୍ତି ହେଇକି ରହିଥିବ ପୁଣି। ଖ୍ରୀଷ୍ଟଙ୍କର ସହିତ ନ ରହିକରି ବଞ୍ଚିବା ଲୋକ ପୁଣି ଲଭ୍ ଇଜ ଡିସଅର୍ଡର, ପ୍ରେମ କରୁଛୁ ଆକା ବୋଲୁଥିବେ ମଧ୍ୟ ବିଶୃଙ୍ଖଳାର ପ୍ରେମ ପୁଣି ସେଇଟା। ଯେଉଁମାନେ ଖ୍ରୀଷ୍ଟଙ୍କର ସହିତ ରହୁଛନ୍ତି ପ୍ରିୟ ମଣ୍ଡଳୀ, ସେମାନେ ଗୋଟେ ବଳର ସହିତ ଶକ୍ତିର ସହିତ ପ୍ରଭୁଙ୍କ ଠାରେ ରହିବେ। ପୁନର୍ବାର ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଚାହେଁ ଯେ ଖ୍ରୀଷ୍ଟଙ୍କର ସହିତ ରହିବା ହେଉଛି ଖ୍ରୀଷ୍ଟଙ୍କର ବାକ୍ୟରେ ଜୀବନ ଯାପନ କରିବା। ଖ୍ରୀଷ୍ଟଙ୍କ ସହିତ ରହିବା ହେଉଛି ଗୋଟେ ପ୍ରାର୍ଥନାରେ ଆମେ ମାନେ ରହିବା। ତୃତୀୟରେ ଖ୍ରୀଷ୍ଟଙ୍କର ସହିତ ରହିବା ହେଉଛି ଈଶ୍ୱରଙ୍କର ଆଜ୍ଞା ବହ ହେଇକି ଜୀବନ କାଟିବା। ଖ୍ରୀଷ୍ଟଙ୍କ ସହିତ ରହିବା ହେଉଛି ତାଙ୍କରି ପ୍ରେମରେ ଆମେ ମାନେ ବଞ୍ଚି ରହିବା। ପ୍ରିୟ ମଣ୍ଡଳୀ, ଖ୍ରୀଷ୍ଟଙ୍କର ସହିତ ରହିବା ହେଉଛି କ୍ରୁସିଫାଇଡ ୱିଥ ଖ୍ରାଇଷ୍ଟ, ଖ୍ରୀଷ୍ଟଙ୍କର ସହିତ ଆମର ଜୀବନରେ କୋଉଠି କଣ କରିବା ନା କ୍ରୁଶକୁ ବହନ କରି ଆଗକୁ ବଢିବା। ଆରେ ଖ୍ରୀଷ୍ଟଙ୍କର ସହିତ ରହିବା ହେଉଛି ଆମେ ଖ୍ରୀଷ୍ଟଙ୍କ ପରି ହୋଇକିରି ଗୋଟିଏ ଦିନ ପୁନରୁତ୍ଥାନ କରିବା। ଖ୍ରୀଷ୍ଟଙ୍କର ସହିତ ରହିବା ହେଉଛି ଖ୍ରୀଷ୍ଟ ଯେପରି ଦକ୍ଷିଣ ପାର୍ଶ୍ୱରେ ବସି ଅଛନ୍ତି, ଆମେ ମଧ୍ୟ ଶେଷରେ ସ୍ୱର୍ଗ ରାଜ୍ୟରେ ସେହିପରି ବସିବା। ପ୍ରିୟ ମଣ୍ଡଳୀ, ଈଶ୍ୱରଙ୍କର ଲୋକମାନେ, ଆଜି ମୁଁ ତୁମମାନଙ୍କୁ କହିବାକୁ ଚାହେଁ, ଖ୍ରୀଷ୍ଟଙ୍କର ସହିତ ଯେଉଁମାନେ ରୁହନ୍ତି ସେମାନେ ଖ୍ରୀଷ୍ଟଙ୍କର ପରିତ୍ରାଣକୁ ମଧ୍ୟ ସେମାନେ ଆସ୍ୱାଦନ କରନ୍ତି। ପ୍ରଭୁ, ଆଜି ଆମେ ମାନେ ଯୋଉ ବାକ୍ୟ ଶୁଣିଛୁ, ଯୋଉ ବାକ୍ୟ ଈଶ୍ୱର କହିଛନ୍ତି, ସେ ପବିତ୍ର ବାକ୍ୟ ଦ୍ୱାରା ଆମେ ଜୀବନ ଯାପନ କରିବା, ଖ୍ରୀଷ୍ଟଙ୍କର ସହିତ ରହିବା। ଆରେ ବାଇବଲରେ ମଧ୍ୟ ଯେଉଁମାନେ ଖ୍ରୀଷ୍ଟଙ୍କର ସହିତ ରହିଛନ୍ତି, ଈଶ୍ୱର ସେମାନଙ୍କୁ ପ୍ରଚୁରତାର ଜୀବନ ଅତିବାହିତ କରିବା ନିମନ୍ତେ ଆଶୀର୍ବାଦ କରିଛନ୍ତି। ସେ ଆଶୀର୍ବାଦର ଯଦି ଆମେ ମାନେ ଅଂଶୀଦାରୀ ହେବାକୁ ହେଲେ ଆମେ ଖ୍ରୀଷ୍ଟଙ୍କର ସହିତ ରହି ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନକୁ ଯାପନ କରିବା। ପ୍ରଭୁଙ୍କର ପବିତ୍ର ଜୀବନ୍ତ ବାକ୍ୟର ସକଳ ଆଶୀର୍ବାଦ, ଅନୁଗ୍ରହ, ଦୟା ପ୍ରଭୁ ଆମ ସମସ୍ତଙ୍କ ପ୍ରତି ସଦା ସର୍ବଦା ଦାନ କରନ୍ତୁ। ଆମେନ୍।